ରାଧେ ବନ୍ଧୁମାନେ, ଆଜି ଆମେ ଶାନ୍ତି କ'ଣ ତାହା ବୁଝିବା। ପ୍ରେମାନନ୍ଦ ଜୀଙ୍କ ବାଣୀରେ ଭକ୍ତ ପଚାରୁଛନ୍ତି, ପ୍ରଭୁ, ମୋର ମନଟା ଏତେ ଅସ୍ଥିର ହୋଇଯାଏ, କେତେ ଧ୍ୟାନ କରେ, କେତେ ନାମ ନିଏ, କେତେ ଶାନ୍ତି ମିଳେ। ଶାନ୍ତିଟା କ'ଣ? ପ୍ରେମାନନ୍ଦ ହସି ହସି କହିଲେ, ଆରେ ଭକ୍ତ, ଶାନ୍ତି କ'ଣ ତାହା ପଚାରୁଛ? ଶାନ୍ତି ନାମ କ'ଣ? କିଛି ନାହିଁ। ଭକ୍ତ ପଚାରୁଛି, କ'ଣ କହୁଛ ପ୍ରଭୁ? ବେଦ ପୁରାଣେ ଶାନ୍ତିର ଗାଇଛନ୍ତି। ପ୍ରେମାନନ୍ଦ, ଶୁଣ ଭକ୍ତ, ଯେଉଁଠି ମନ ନାହିଁ ସେଇଠି ଶାନ୍ତି, ଯେଉଁଠି ମୁଁ ନାହିଁ ସେଇଠି ଶାନ୍ତି। ତୁ ଯେତେବେଳେ ମୁଁ ଚାହେଁ ମୁଁ କରିବି, ମୋର ଦରକାର, ଏଇ କଥାଗୁଡ଼ା ମନରେ ଆସେ, ସେତେବେଳେ ଶାନ୍ତି ପଳାଏ। ଭକ୍ତ, ତେବେ ମୁଁ କ'ଣ କରିବି? ପ୍ରେମାନନ୍ଦ କହୁଛନ୍ତି, କିଛି କରିବାକୁ ଦେବନି, କରିବା ଛାଡ଼ିଦେ। ଯେତେ କରୁଛୁ ସେତେ ଦୂରକୁ ଯାଉଛୁ। ଥରେ ବସିପଡ଼, ଦେଖ, ଆକାଶରେ ମେଘ ଆସି ଯାଏ, ଆକାଶକୁ କିଛି ହୁଏନି। ତୁ ବି ସେମିତି ଆକାଶ ହୋଇଯା, ତୋତେ କେହି ଦୁଃଖ ଦେଇପାରିବେନି, କେହି ସୁଖ ଦେଇପାରିବନି। ଭକ୍ତ, ତେବେ ନାମ ଜପ କରିବାର କିଛି ଅର୍ଥ ନାହିଁ? ପ୍ରେମାନନ୍ଦ, ଅର୍ଥ ଅଛି, କିନ୍ତୁ ଯେଉଁ ଅର୍ଥ ତୁ ଭାବୁଛୁ ସେଇଠି ନୁହେଁ। ନାମ ଜପ କଲେ ଶାନ୍ତି ମିଳିବ, ଏହା ମଧ୍ୟ ଏକ ଆଶା। ଆଶା ଥିଲେ ନିରାଶା ଥାଏ। ନାମ ସେଇଠି ଯିବାକୁ ଶିଖାଏ, ଯେଉଁଠି ଆଶା ନିରାଶା ଦୁଇଟି ସରିଯାଏ, ସେଇଠି ଯେ ଶାନ୍ତି। ଭକ୍ତ, ସେଇଠି ଯେ ଶାନ୍ତି। ଭକ୍ତ ଆଖିରେ ଲୁହ ଆସିଲା। ପ୍ରଭୁ, ମୁଁ ବୁଝିଲି, ମୁଁ ଆଉ ଶାନ୍ତି କ'ଣ ନ ପଚାରେ, ବରଂ ଦେଖିବି କିଏ ପଚାରୁଛି। ପ୍ରେମାନନ୍ଦ ଆଶୀର୍ବାଦ କରି, ଏଇ ବୁଝିବା ଏ ଶାନ୍ତି। ଯା ବୋଲ, ତୋର ଯାତ୍ରା ଶେଷ ହେଲେ ଆଉ ଡରିବାର କିଛି ନାହିଁ। ରାଧେ ରାଧେ।